ଆସନ୍ତୁ ଓଏସ୍ୟୁର ଫର୍ମ ଫିଲ୍ଅପ୍ କରିବା BA ଓଡ଼ିଆ ଅନର୍ସ। ତ ସର୍ବପ୍ରଥମେ ଆମେ ଯିବା ଗୁଗୁଲକୁ। ଓଏସ୍ୟୁର ଫର୍ମ ଫିଲ୍ଅପ୍ ଡେଟ୍ ଆରମ୍ଭ ହୋଇଯାଇଛି। ତ ସର୍ବପ୍ରଥମେ ଯିବା କ୍ରୋମ୍ ବ୍ରାଉଜରରେ ସର୍ଚ୍ଚ କରିବା OSOU। ସର୍ଚ୍ଚ କଲା ପରେ ଦେଖନ୍ତୁ ଆପଣଙ୍କର ଗୋଟେ ଇଣ୍ଟରଫେସ୍ ଆସିଯିବ। ସେଠି କ୍ଲିକ୍ କରିବେ, ତାର ମେନ୍ ପେଜ୍ ଆସିଗଲା। ମେନ୍ ପେଜ୍ ଉପରେ ଯେତେବେଳେ ଆପଣ କ୍ଲିକ୍ କରୁଛନ୍ତି ଦେଖନ୍ତୁ ଷ୍ଟୁଡେଣ୍ଟ କର୍ଣ୍ଣରକୁ ଆପଣମାନେ ଯିବେ। ଷ୍ଟୁଡେଣ୍ଟ କର୍ଣ୍ଣର ହେଉଛି 4 ନମ୍ବର ଲାଇନ୍ରେ ଅଛି, ଡାହାଣ ପଟେ ଦେଖିଦିଅନ୍ତୁ। ଷ୍ଟୁଡେଣ୍ଟ କର୍ଣ୍ଣରକୁ ଗଲା ପରେ ଆପଣମାନେ ଷ୍ଟୁଡେଣ୍ଟ କର୍ଣ୍ଣର ଉପରେ କ୍ଲିକ୍ କରିବେ। ଷ୍ଟୁଡେଣ୍ଟ କର୍ଣ୍ଣର ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କର ଇଣ୍ଟରଫେସ୍ ଆସିଗଲା। ଲର୍ଣ୍ଣିଂ କର୍ଣ୍ଣର, ସେଠି ଆପଣ ଷ୍ଟୁଡେଣ୍ଟ ଲଗଇନ୍ ଉପରେ କ୍ଲିକ୍ କଲେ ସେଠି ଆପଣ କ୍ୟାପ୍ଚା ଦେଇଦେଲେ। କ୍ୟାପ୍ଚା ଦେଲା ପରେ ଭ୍ୟାଲିଡ୍ ଉପରେ ଆପଣମାନେ କ'ଣ କରିବେ, କ୍ଲିକ୍ କରିବେ। ଭ୍ୟାଲିଡ୍ ଉପରେ ଆପଣମାନେ କ୍ଲିକ୍ କରିଦେଲେ ଦେଖନ୍ତୁ କ୍ୟାପ୍ଚା ମୁଁ ଦେଇଦେଲି। କ୍ୟାପ୍ଚା ଦେଇଦେଲା ପରେ ଭ୍ୟାଲିଡ୍ ଉପରେ କ୍ଲିକ୍ କରି ତାପରେ ଆପଣଙ୍କର ଏନରୋଲମେଣ୍ଟ ନମ୍ବର ଆଉ ପାସୱାର୍ଡ଼ ମାଗିବ। ମୋର ସେଭ୍ ଥିଲା, ମୁଁ ତାକୁ ଦେଇଦେଲି। ଏନରୋଲମେଣ୍ଟ ନମ୍ବର ଯେଉଁଟା ଆପଣଙ୍କର ID ଅନର୍ସର ID, ତାପରେ କ୍ୟାପ୍ଚାଟାକୁ ଆପଣମାନେ ଦେଇଦେବେ। ID ସହିତ ପାସୱାର୍ଡ଼ ଦେଇଦେଲା ପରେ କ୍ୟାପ୍ଚା ଦେଇଦେଲେ। କ୍ୟାପ୍ଚାକୁ ଯେତେବେଳେ ଆପଣମାନେ ଦେଇ ଦେଉଛନ୍ତି ତାପରେ ଲଗଇନ୍ ଉପରେ କ୍ଲିକ୍ କରିବେ। ଲଗଇନ୍ ଉପରେ କ୍ଲିକ୍ କରିବା ପରେ ମେନ୍ ପେଜ୍ରେ ଦେଖନ୍ତୁ ଫର୍ମ ଫିଲ୍ଅପ୍ର ନ୍ୟୁ ଗୋଟେ କ୍ଲିକ୍ କରିଥିବ। ସେ ନ୍ୟୁ ଉପରେ ଯେତେବେଳେ ଆପଣମାନେ ଛୁଇଁଦେବେ ଏକ୍ଜାମିନେସନ୍ ଫର୍ମ ଫିଲ୍ଅପ୍, ସେ ନ୍ୟୁ ଉପରେ ଆପଣ ଯେତେବେଳେ କ୍ଲିକ୍ କରିବେ ଦେଖନ୍ତୁ ଆପଣଙ୍କର ମେନ୍ ପେଜ୍କୁ ଆପଣଙ୍କୁ କ'ଣ ଆସିଲା, ଇଣ୍ଟରଫେସ୍ ଆସିଗଲା। ତାପରେ ଦେଖନ୍ତୁ ତା ତଳେ ଥିବ ଗାଇଡ଼ଲାଇନ୍ସ ଉପରେ ବକ୍ସ ଭିତରେ ତାକୁ ଆପଣମାନେ ଛୁଇଁଦେବେ। ବ୍ଲକ୍ସକୁ ଛୁଇଁଦେଲା ପରେ ଅପସନ୍ ଗୋଟେ ଥିବ ପ୍ରୋସିଡ୍ ଫର୍ ଦ ପେମେଣ୍ଟ। ଦେଖନ୍ତୁ ମୁଁ ସେ ବ୍ଲକ୍ ଉପରେ ଛୁଇଁଦେଲି। ପ୍ରୋସିଡ୍ ପେମେଣ୍ଟ ଆସିଗଲା। ମୋର ଅନର୍ସ ଆସିଥିଲା ଗୋଟେ ସବଜେକ୍ଟର 200 ଟଙ୍କା। ମୁଁ ସବମିଟ୍ ଉପରେ କ୍ଲିକ୍ କରିଦେଲି। ଏକ୍ଜାମ୍ ସେଣ୍ଟର 3ଟି ଏକ୍ଜାମ୍ ସେଣ୍ଟର ଦେଇଦେବେ ଆପଣଙ୍କର କେଉଁଠି ପାଖ ହେବ। 3ଟି ଏକ୍ଜାମ୍ ସେଣ୍ଟର ନାଁ ଯେତେବେଳେ ଦେଇ ଦେଉଛନ୍ତି ଆପଣମାନେ ଦେଖନ୍ତୁ 3ଟା ଯାକ ଦେଇଦେଲି। ତାପରେ ସବମିଟ୍ ଉପରେ କ୍ଲିକ୍ କରିଦେଲି। ସବମିଟ୍ ଉପରେ କ୍ଲିକ୍ କଲା ପରେ ହେଲା ଦେଖନ୍ତୁ ପ୍ରୋସିଡ୍ ଟୁ ପେ ଅପସନ୍କୁ ଆସିଗଲା। ପେ ଅପସନ୍କୁ ଆପଣମାନେ କ୍ଲିକ୍ କରିଦେବେ। ପେ ଅପସନ୍ କ୍ଲିକ୍ କଲା ପରେ ଆପଣମାନେ UPIରେ ଦେଇପାରିବେ, କାର୍ଡ଼ରେ ଦେଇପାରିବେ। ମୁଁ UPIରେ ଦେଇଦେଉଛି। ପେ ଥ୍ରୋ UPI ଆପଣ କ'ଣ କରିବେ ନା ପେ ଥ୍ରୋ UPI ଯେତେବେଳେ କରୁଛନ୍ତି ଆପଣ ଆପଣଙ୍କର ଫୋନ୍ପେ କିମ୍ବା ଗୁଗୁଲ୍ ପେ ଯେକୌଣସି ଆଇଡ଼ିକୁ ଆପଣମାନେ ଚାଲିଗଲା। ଯେକୌଣସି ଆଇଡ଼ିକୁ ଆପଣମାନେ ଯାଉଛନ୍ତି ଯେତେବେଳେ ସେଇ ଫୋନ୍ପେ ଅପସନ୍ରେ ଦେଖନ୍ତୁ ଉପରେ ଆପଣଙ୍କର ସେଟିଂ ଥିବ। ସେଇ ସେଟିଂରୁ ଆପଣ ବାହାର କରିଦେଲେ କ'ଣ UPI ନମ୍ବର ଯେତେବେଳେ ଆପଣ ବାହାର କରିଦେଉଛନ୍ତି ଦେଖନ୍ତୁ ମୁଁ କପି କରିଦେଲି ତାକୁ ସେ ସ୍ଥାନରେ ନେଇକି ପେଷ୍ଟ କରିଦେଲି। ପେଷ୍ଟ କଲା ପରେ ଭେରିଫାଏ କରିଦେଲି। ଭେରିଫାଏ ଅପସନ୍ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ସେଇ ଯେଉଁ 1200 ଟଙ୍କାଟା ସେଇ ଫୋନ୍ପେକୁ ପଳାଇବ। ତ ଫୋନ୍ପେ ଉପରେ ଯେତେବେଳେ ଦେଖନ୍ତୁ ରିକ୍ୱେଷ୍ଟ ପଳାଇଲା, ତାକୁ ପେ କରିଦେଲି ପାସୱାର୍ଡ଼ ଦେଇଦେଇକି। ପେ କରିଦେଲା ପରେ କ'ଣ କରିବେ, ପେମେଣ୍ଟ ହେଇଗଲା। ପେମେଣ୍ଟ ଆପଣଙ୍କ ସକ୍ସେସଫୁଲ୍ ହେଇଗଲା। ତାପରେ ଆପଣ କ'ଣ କରିବେ, ସେ ମେନ୍ ପେଜ୍କୁ ଗଲେ ମେନ୍ ପେଜ୍ର ପ୍ରିଣ୍ଟ ଅପସନ୍ ଆସିବ। ତାକୁ ଆପଣ ସେଭ୍ କରିଦେଇପାରିବେ ବା ପ୍ରିଣ୍ଟ କରିଦେଇପାରିବେ। ଦେଖନ୍ତୁ ମୁଁ ତାକୁ ସେଭ୍ କରିଦେଲି। ଏମିତି ଭାବରେ ଆପଣମାନେ କ'ଣ କରିବେ, OSUର ଫର୍ମ ଫିଲ୍ଅପ୍ କରିବେ। ଆର ଲାଷ୍ଟ ଡେଟ୍ ପହଞ୍ଚି ଆସୁଛି, ଯଥାଶୀଘ୍ର ଆପଣମାନେ କରନ୍ତୁ। 22 ତାରିଖ ଅଛି ଆପଣଙ୍କର ଲାଷ୍ଟ ଡେଟ୍। ଧନ୍ୟବାଦ।